हेलो स्टूडेंट, वेलकम टू आवर वाईटी पाठशाला एक्सप्लोर। तो पिला माने आज जो आम स्टार्ट करवा आम अष्टम श्रेणी इतिहास बही प्रथम अध्याय जार नाम थिला कि भारत रे कंपानी शासन प्रतिष्ठा। आम भारत रे कंपानी शासन प्रतिष्ठा किपरि हेतिला आम पूर्व क्लास रे पढ़ी आस्थे। तो आज आम देखिबा तार पार्ट 2 आम देखिबा। कोन देखिबा ना पार्ट 3। आज आम पार्ट 2 विषय रे देखिबा। सेटा हमर अधा रहि जाइतिला। पारस्यर शासक किए थिले? पारस्यर शासक थिले नादिर शाह। किए थिले? ना नादिर शाह थिले। से कोन करथिले? तो नादिर शाह थिले से हमर मोगल जो शासक थिले, मोगल जो शासक थिले किए थिले ना मोहम्मद शाह को परास्त करथिले। से मोगल आसिथिले, मोगल आसिकी जो हमर मोहम्मद शाह थिले तांको संगे युद्ध करथिले। युद्ध कर सारला परे कोन थिले? से जीतिथिले कि हमर ए जो थिले नादिर शाह से जीतिथिले, किंतु हमर जो मोगल जो शासक थिले मोहम्मद शाह परास्त होइथिले। जो हमर थे मोहम्मद शाह को कोन बोलता को भी बांधी नहीं जाइथिले, बांधी की नहीं जाइथिले। किए बांधी की नहीं जाइथिले? जो हमर पारस्यर जो शासक थिले नादिर शाह से हमर मोहम्मद शाह को बांधी की नहीं जाइथिले। कोठी की नहीं जाइथिले? कोठी की नहीं जाइथिले ना दिल्ली। जो हमर किए थिले नादिर शाह मोहम्मद शाह को सांगरे बांधी नहीं जाइकी दिल्ली जाइथिले। जेतेबेले से दिल्ली गले से सीटी कोन देखिया ପାଇଁ ଯାଇଥିଲେ କି ବୁଲିବା ପାଇଁ ଯାଇଥିଲେ କି? ବୁଲିବା ପାଇଁ ଯାଇନଥିଲେ। ସେ କ'ଣ କଲେ? ଦିଲ୍ଲୀର ଶାସକ ଯିଏ ଥିଲେ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ ଆଉ ସେଠାରେ ଥିବା ସେନାବାହିନୀଙ୍କୁ ହତ୍ୟା କରି ମାରିଦେଲେ। କିଏ ମାରିଦେଲେ? ଏ ଯୋଉ ନାଦିର ଶାହ ଥିଲେ କ'ଣ କରିଥିଲେ? ମାରିଦେଲେ। ସେ କ'ଣ ଦିଲ୍ଲୀରେ ଯେତିକି ସବୁ ସେନାମାନେ ଥିଲେ ମାରିଦେଲେ। ମାନେ ଦିଲ୍ଲୀଟାକୁ ପୁରା ଶ୍ମଶାନ ଭଳିଆ, ଶ୍ମଶାନ ପରିକା ପରିଣତ କରିଦେଲେ। ଶାହାଜାହାନଙ୍କ ନିର୍ମିତ ମୟୂର ସିଂହାସନ ଓ ଆଉ କ'ଣ ନେଇଥିଲେ ନା କୋହିନୂର। ମୟୂର ସିଂହାସନ ଓ କୋହିନୂର, ହୀରା, ହସ୍ତି। ମୋଗଲର ଯୋଉ ଶେଷ ଶାସକ କିଏ ଥିଲେ? ନା ଔରଙ୍ଗଜେବ। କିଏ ଥିଲେ? ନା ଔରଙ୍ଗଜେବ ଥିଲେ ମୋଗଲ ଶେଷ ଶାସକ। ତାଙ୍କ ସମୟରେ କ'ଣ ଥିଲା? ମୋଗଲର ଯୋଉ ଶାସନଟା କେମିତି ଚାଲିଥିଲା ଟିକେ ତାଙ୍କ ସମୟରେ ଯୋଉ ଶାସନ ଗାଦି କରୁଥିଲେ ଶାସନକାରୀ ମାନେ ଥିଲେ ଅତ୍ୟନ୍ତ କେମିତିକା ଥିଲେ? ନା ଦୁର୍ବଳ ଥିଲେ। ସେମାନେ କ'ଣ କରୁଥିଲେ? ନା କାହାର ସାହାଯ୍ୟ ନେଇକି ସେମାନେ ଶାସନ କରି ଆସୁଥିଲେ। କେଉଁମାନେ? ନା ମୋଗଲ ମାନେ। ମୋଗଲ ମାନେ ଯୋଉ ଶାସନ କରୁଥିଲେ ଅନ୍ୟ ମାନଙ୍କ ସହାୟତାରେ। ଏଇଟା ଆମେ ପୂର୍ବ କ୍ଲାସ ଉପରେ ଡିଟେଲ କ'ଣ ହେଲା ଯେତେବେଳେ ଆମର ମୋଗଲ ମାନେ ଥିଲେ ଟିକେ ଦୁର୍ବଳିଆ। ତମେ ଯେତେବେଳେ ମୋଗଲ ମାନେ ଯୋଉ ଥିଲେ ତାଙ୍କ ସମୟରେ ଆମର କୋଉମାନେ ଯୋଉ ମରହଟ୍ଟା, ଶିଖ, ଜାଟ ଏମାନେ ଆସିକି କ'ଣ ହେଇଥିଲେ? ତାଙ୍କ ସାଙ୍ଗରେ ଯୁଦ୍ଧ କରୁଥିଲେ। ସେମାନେ 3 ଜଣ ମିଶି ଯାଇକି ମୋଗଲ ମାନଙ୍କ ସାଙ୍ଗରେ ଯୁଦ୍ଧ କରୁଥିଲେ, ଯାହାଫଳରେ ମୋଗଲ ଯେମିତିକା ଅଧିକ
ଦୁର୍ବଳ ହେଇଯିବ। ଆଉ ସେମାନେ ଥିଲେ ସେମାନେ ମୋଗଲ ମାନଙ୍କୁ ଲୁଟେଇ ଦେଇକି ସେମାନେ କେମିତି ଶାସନ କାର୍ଯ୍ୟ ଚଳେଇ ପାରିବେ, ସେମାନେ ତାର ବେଶୀ ଅଧିକା ତତ୍ପର ରହୁଥିଲେ। ସେଥିପାଇଁ ସେମାନେ ଯୋଉ ଥିଲେ ଶିଖ ମାନେ ଥିଲେ ସେମାନେ କଣ କରୁଥିଲେ ନା 12ଗୋଟି କଣ କରୁଥିଲେ ସଂଘ ଗଠନ କରିଥିଲେ। ସଂଘ ଗଠନ କରିଥିଲେ ଯେ ପ୍ରତ୍ୟେକ ସଂଘକୁ କଣ କହୁଥିଲେ ନା ପ୍ରତ୍ୟେକ ସଂଘକୁ ମିସଲ କୁହାଯାଉଥିଲା। ପ୍ରତ୍ୟେକ ସଂଘ କଣ କୁହାଯାଉଥିଲା ନା ମିସଲ କୁହାଯାଉଥିଲା। ସେତେବେଳେ କଣ ହେଲା, ମିସଲ ଗୁଡ଼ିକ କିଏ ଗଠନ କରିଥିଲେ ନା ଶିଖ ମାନେ ମିସଲ ଗୁଡ଼ିକୁ ଗଠନ କରିଥିଲେ ଶିଖ ମାନେ। ତ ସେଇ ଯୋଉ ମିସଲ ଗୁଡ଼ିକୁ ଧ୍ୱଂସ କରିବା ପାଇଁ କିଏ ଆସିଥିଲେ ନା ଆଫଗାନର ଯିଏ ରାଜା ଥିଲେ ଅହମ୍ମଦ ଶାହ ଅବଦଲି। ଅହମ୍ମଦ ଶାହ ଅବଦଲି ଯିଏ ଥିଲେ ସିଏ କଣ କରିଲେ ନା ହେଉଛି ଏଇ ଶିଖ ମାନେ ଯୋଉ ଗଠନ କରିଥିଲେ ମିସଲ ଗୁଡ଼ିକୁ ତାଙ୍କୁ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ସେଥିରେ କଣ ହେଇଥିଲେ ନା ବିଫଳ ହେଇଥିଲେ। କିଏ ନା ଆମର ଯୋଉ ଥିଲେ ଅହମ୍ମଦ ଶାହ ଅବଦଲି ହୋଇଥିଲେ। 1800 ଖ୍ରୀଷ୍ଟାବ୍ଦରେ ଯୋଉ ମହାରାଜା ଥିଲେ ମହାରାଜା ନା ରଣଜିତ ସିଂହ, ସେ କଣ କଲେ ନା ଏହି ମିସଲ ଗୁଡ଼ିକୁ ଏକତ୍ରିତ କରିଥିଲେ। କିଏ ନା ରଣଜିତ ସିଂହ ମିସଲ ଗୁଡ଼ିକୁ ଏକତ୍ରିତ କରିଥିଲେ। ଏ ଯେ ଆମର ଔରଙ୍ଗଜେବ ଥିଲେ, ଔରଙ୍ଗଜେବଙ୍କ ସମୟରେ ଥିଲେ ଆମର ଛତ୍ରପତି ଶିବାଜୀ। ସେ କଣ କରୁଥିଲେ ନା ମରହଟ୍ଟା ସେ ମରହଟ୍ଟା ମାନଙ୍କୁ ନେଇ ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ। କିଏ ଗଠନ କରିଥିଲେ? ଛତ୍ରପତିଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ତାଙ୍କ ପୁତ୍ର ଯିଏ ଥିଲେ ଶମ୍ଭୁଜୀ ଥିଲେ ତାଙ୍କୁ ହତ୍ୟା କରିଦେଇଥିଲେ। କୋଉମାନେ ହତ୍ୟା କରିଦେଇଥିଲେ? ହତ୍ୟା କରିଥିଲେ ଯୋଉ ଆମର ମୋଗଲ ମାନେ ଥିଲେ, ମୋଗଲ ମାନେ ହତ୍ୟା କରିଥିଲେ। ଯେତେବେଳେ ହତ୍ୟା କଲେ ଯୋଉ ମରହଟ୍ଟା ମାନେ ରାଗ ରଖିବେ କି ନାହିଁ, ସେମାନେ ରାଗରେ କଣ ହେଲେ ଏକତ୍ରିତ ହେଲେ। ଆଉ ଏଇ ଯୋଉ ମୋଗଲ ମାନେ ହଉଛି ଶମ୍ଭୁଜୀଙ୍କର ଆମର ଛତ୍ରପତିଙ୍କର ପୁଅ ଶମ୍ଭୁଜୀଙ୍କୁ ହତ୍ୟା କରିଥିଲେ। ତାଙ୍କର ଆଉ ଜଣେ ପୁଅ ଥିଲେ ଯିଏକି ସାହୁଜୀଙ୍କୁ ବି ମଧ୍ୟ କଣ କରିଥିଲେ ନା ବନ୍ଦୀର କାରାଗାର କରିକି ରଖିଥିଲେ। ଯେତେବେଳେ ଏମିତି ସବୁ କଲେ ଯୋଉ ମରହଟ୍ଟା ମାନେ କଣ କଲେ ରାଗ ରଖିକି ଏକତ୍ରିତ ହେଇକି ସେମାନେ ଶକ୍ତିଶାଳୀ ହେଲେ। ତାପରେ ସେମାନେ ଶକ୍ତିଶାଳୀ ହେଲା ପରେ ସେ ଯୋଉ ଆମର ଯୋଉ ଥିଲେ ସାହୁଜୀଙ୍କୁ କାରାଗାରରୁ ମୁକ୍ତ କରି ଆଣିଲେ। ମୁକ୍ତ କରିକି ଆଣିଲେ। ଯୋଉ ଦ୍ୱିତୀୟ ପୁତ୍ର କିଏ ଥିଲେ ନା ମହାରାଜା। ଦ୍ୱିତୀୟ ପୁତ୍ର କିଏ ଥିଲେ? ରାଜାରାମଙ୍କୁ ରାଜା କଲେ। କୋଉମାନେ କଲେ ନା ଯୋଉ ଥିଲେ ମରହଟ୍ଟା ମାନେ ରାଜା କଲେ। ଯେତେବେଳେ ମହାରାଜା
ଯେତେବେଳେ ରାଜାରାମକୁ ରାଜା କଲେ, ଯୋଉ ଆମର ଥିଲେ କିଏ ଥିଲେ ନା ଯୋଉ ସାହୁ ଯେ ଥିଲେ ସେ ରାଗିଲେ, ସେ ରାଗକୁ ଗଲେ। ଯେତେବେଳେ ସେ ରାଗିଲେ, ସେ ଯୁଦ୍ଧ ଆରମ୍ଭ କରିଥିଲେ। ଯୁଦ୍ଧ ଆରମ୍ଭ କରୁଥିଲେ। କେଉଁମାନଙ୍କ ସାଙ୍ଗରେ ଯୁଦ୍ଧ ଆରମ୍ଭ କରୁଥିଲେ ନା ହଉଛି ସେ ଯୋଉ ତାଙ୍କର ଯୋଉ ରାଜାରାମ ଥିଲେ ତାଙ୍କ ସହିତ ଯୁଦ୍ଧ କରୁଥିଲେ। କିଏ ଯୁଦ୍ଧ କରୁଥିଲେ? ଯେତେବେଳେ ସାହୁଜୀ ଯୁଦ୍ଧ କଲେ ରାଜାରାମକୁ ମାରି ଦେଇଥିଲେ। ରାଜାରାମକୁ ହତ୍ୟା କରି ଦେଇଥିଲେ। ରାଜାରାମକୁ ହତ୍ୟା କରିଦେଲା ପରେ ସେଠିକାର ରାଜା କିଏ ରହିଲେ ନା ସାହୁଜୀ। ସାହୁଜୀ ରାଜା ହୋଇକି ରହିଲେ। ସେ ଯେ ରାଜା ହେଲେ କାହା ନା କାହା ଗୋଟେ ସହାୟତା ନେଇଥିବେ କି ନାହିଁ, ତାଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କୁ ସାହାଯ୍ୟ କରିଥିଲେ। କାହାକୁ ନା ସାହୁଜୀଙ୍କୁ। କିଏ ନା ସିଏ ଥିଲେ ଆମର ହଉଛି ଆମର କିଏ ଥିଲେ ନା ବାଲାଜୀ। ସେ କିଏ ଥିଲେ ନା ବାଲାଜୀ ବିଶ୍ୱନାଥ। ସେ ହେଲ୍ପ କରିଥିଲେ, ତାଙ୍କୁ ସାହାଯ୍ୟ କରିଥିଲେ। ଆଉ ସେ ସେଠାକାର ଦେଇକି ଶାସକ ହୋଇଥିଲେ। କିଏ ନା ଆମର ସାହୁଜୀ। କୋଉଠିକାର ଶାସକ? ମରହଟ୍ଟାରେ ଶାସକ ହେଲେ କିଏ ନା ସାହୁଜୀ। ସାହୁଜୀ ଶାସକ ହେଲେ। ସାହୁଜୀ ଖାଲି ନାମକୁ ମାତ୍ର ଥିଲେ ଶାସକ। ନାମକୁ ମାତ୍ର ଶାସକ। ସବୁ କାମ କିନ୍ତୁ ବୁଝାବୁଝି କିଏ କରୁଥିଲେ ନା ବାଲାଜୀ। ଯୋଉ ଥିଲେ ଆମର ବାଲାଜୀ ବିଶ୍ୱନାଥ, ସିଏ ସମସ୍ତ କାର୍ଯ୍ୟ ତୁଲାଉଥିଲେ। ସମସ୍ତ କାର୍ଯ୍ୟକୁ ତୁଲାଉଥିଲେ। ନିହାତି ଭାବରେ ସେ କାର୍ଯ୍ୟକୁ ତୁଲାଉଥିଲେ। କିନ୍ତୁ ମରହଟ୍ଟାର ଶାସକ ଯିଏ ରହିବା ଯା ନ ରହିବା ତା, ସେଠି କିଛି କରୁନଥିଲେ, ଖାଲି ନା କି ତାକୁ ବସେଇଥିଲେ, କିନ୍ତୁ ସମସ୍ତ କାମ ତୁଲାଉଥିଲେ କେବଳ ଏଇ ବାଲାଜୀ ବିଶ୍ୱନାଥ ଚଲାଉଥିଲେ। ବିଶ୍ୱନାଥ କିନ୍ତୁ ସମସ୍ତ କାର୍ଯ୍ୟ କଣ କରୁଥିଲେ ନା ସମସ୍ତ କାର୍ଯ୍ୟକୁ ତୁଲାଉଥିଲେ। ଯୋଉ ଆମର ଥିଲେ ରାଜାରାମ ଥିଲେ, ତାଙ୍କର ପତ୍ନୀ ଥିଲେ। ତାଙ୍କ ନାଁ କଣ ଥିଲା ନା ତାରାବାଇ। ତାଙ୍କ ନାଁ କଣ ଥିଲା ନା ତାରାବାଇ। ତାଙ୍କର ଜଣେ ପୁତ୍ର ଥିଲେ। ପୁତ୍ର ଥିଲେ। ତାଙ୍କ ନାଁ କଣ ଥିଲା ନା ତୃତୀୟ ଶିବାଜୀ ଥିଲେ। ତୃତୀୟ ଶିବାଜୀ ଥିଲେ। ତାରାବାଇ କଣ କଲେ ନା ସେ ଯୁଦ୍ଧ କଲେ ନା ମରହଟ୍ଟା ମାନଙ୍କୁ ଶକ୍ତିଶାଳୀ କରିକି ସାହୁଜୀଙ୍କ ବିରୋଧରେ କଣ କଲେ ନା ଯୁଦ୍ଧ କଲେ। ତାଙ୍କୁ ହରେଇ ଦେଲେ। ସେ ମରହଟ୍ଟାର ଶାସକ କାହାକୁ କରିଥାନ୍ତେ ନା ତାଙ୍କର ଯୋଉ ପୁଅ ଥିଲେ ତୃତୀୟ ଶିବାଜୀ, ତାଙ୍କୁ ସେଠିକାର ଶାସକ କରିଥାନ୍ତେ, କିନ୍ତୁ ପାରିନଥିଲେ। ଯୋଉ ଆମର ଥିଲେ ବିଶ୍ୱନାଥ ଥିଲେ, ବିଶ୍ୱନାଥଙ୍କ ସହଯୋଗରେ କିଏ ଆମର ଯୋଉ ଥିଲେ ସାହୁଜୀ, ସିଏ ସାହୁଜୀ ଜିତିଥିଲେ। ଆସୁଥିଲେ ଶାସନ କିଏ କରି ଆସୁଥିଲେ ଆମର ବାଲାଜୀ କରି ଆସୁଥିଲେ। ତାଙ୍କ ପରେ କିଏ ଆସିଲେ ନା ବାଜିରାଓ। ବାଜିରାଓ ଶାସନକୁ ଆସିଲେ। ଯେତେବେଳେ ଏ ଶାସନକୁ ଆସିଲେ, ସେ ଯୋଉ ଥିଲେ ମରହଟ୍ଟା ମାନେ ଖୁସି ହେଇଗଲେ। ସେଠି ରାଜା କରିଦେଇଥିଲେ, କିନ୍ତୁ ସମସ୍ତ କାର୍ଯ୍ୟ କିଏ କରି ଆସୁଥିଲେ ଆମର ବିଶ୍ୱନାଥ କରୁଥିଲେ। ବିଶ୍ୱନାଥ ଯେତେବେଳେ କରୁଥିଲେ
କୋଉଠିକାର ମରହଟ୍ଟାରେ। ତାଙ୍କ ପରେ କିଏ ଆସିଲେ? ଯୋଉ ନା ମରହଟ୍ଟା ଯେତେବେଳେ କଣ ହେଇଗଲା ନା ଦୁର୍ବଳ ହେଇଗଲା। ଦୁର୍ବଳ ହେଇଗଲା। ଆମେ କଣ କଣ ଦେଖି ଆସିଲେ ନା ହଉଛି ଔରଙ୍ଗଜେବ ଯେତେବେଳେ ଆମର ମୋଗଲ ଶାସକ ଥିଲେ ଔରଙ୍ଗଜେବ ଘଟଣା କରିଥିଲେ। ସେ ସେତେବେଳେ କଣ କରୁଥିଲେ ସେ ମୋଗଲ ମାନେ ତାଙ୍କର ଯୋଉ ପୁଅ ଥିଲେ ତାଙ୍କ ପୁଅକୁ ମାରି ଦେଇଥିଲେ ଆଉ ଯୋଉ ପୁଅ କଣ କରୁଥିଲେ ତାକୁ ବନ୍ଦୀ କରିକି ରଖିଦେଇଥିଲେ। ଯେତେବେଳେ ବନ୍ଦୀ କରିକି ରଖିଦେଇଥିଲେ ତାପରେ ମରହଟ୍ଟା ମାନେ ସେଇଠୁ ମୁକୁଳେଇ ଆଣିଥିଲେ ତାଙ୍କ ପୁଅକୁ ଆଉ କଣ କଲେ ନା ରାଜା ରାମକୁ ସେଠିକାର କଣ କରିଥିଲେ ରାଜା କରିଦେଇଥିଲେ। ସେତେବେଳେ କଣ କଲେ ସେ ରାଗି ଯାଇକି ସେ ରାଗି ଯାଇକି କଣ ହେଲା ନା ରାଜାରାମକୁ ମାରି ଦେଇକି ସେଠିକାର ରାଜା ହେଇଥିଲେ। କିନ୍ତୁ ରାଜା ହେଇଥିଲେ ତାଙ୍କୁ ସାହାଯ୍ୟ କିଏ କରୁଥିଲେ ନା ଆମର ଯୋଉ ବାଲାଜୀ ଥିଲେ ତାଙ୍କୁ ସାହାଯ୍ୟ କିଏ କରୁଥିଲେ ସେ ଯୋଉ ବାଲାଜୀ ଥିଲେ ତାଙ୍କୁ ସାହାଯ୍ୟ କରୁଥିଲେ। ସେଠିକାର ସେ ଶାସନ ହେଇଯାଇଥିଲେ କି ନା ସାହୁଜୀ ଶାସନ କରି ଆସୁଥିଲେ। କିନ୍ତୁ ସେ ନାମକୁ ମାତ୍ର ସେଠି ତାଙ୍କୁ ରାଜା କରାଯାଇଥିଲା କିନ୍ତୁ ସମସ୍ତ କାର୍ଯ୍ୟ କିଏ କରି ଆସୁଥିଲେ ଆମର ବାଲାଜୀ ବୁଝି ଆସୁଥିଲେ। ବାଲାଜୀ ବିଶ୍ୱନାଥ ବୁଝି ଆସୁଥିଲେ। ତାଙ୍କ ପରେ ଯୋଉ ଆସିଲେ ବାଜିରାଓ ସେ ସେଠିକାର ଶାସକ ହେଲେ। କୋଉଠିକାର ନା ମରହଟ୍ଟା ଯେତେବେଳେ ଶାସକ ହେଲେ ତ ମରହଟ୍ଟା ଶାସକ ଯେତେବେଳେ ଶାସନ କଲେ ଯେ କଣ ହେଲା ନା ମରହଟ୍ଟା ରାଜ୍ୟଟା ଟିକେ ଦୁର୍ବଳ ହେଇଗଲା। ଯେତେବେଳେ ଦୁର୍ବଳ ହେଇଗଲା ଏହାର ସୁଯୋଗ ନେଇ ଆଫଗାନର ଶାସକ ଥିଲେ ଅହମ୍ମଦ ଅବଦୁଲ୍ଲି। ସେ କଣ କଲେ ନା ମରହଟ୍ଟା ଉପରକୁ ଆକ୍ରମଣ କଲେ। ଶେଷରେ 1761 ଖ୍ରୀଷ୍ଟାବ୍ଦରେ କଣ ହେଇଥିଲା ନା ଆମର ତୃତୀୟ ପାନିପଥ ଯୁଦ୍ଧ ହୋଇଥିଲା। କାହା କାହା ମଧ୍ୟରେ ନା ଆମର ଏଇ ଯୋଉ ମୋଗଲ ଥିଲେ ମରହଟ୍ଟା ଏମାନଙ୍କ ମଧ୍ୟରେ କଣ ହେଲା ନା ଆମର ପାନିପଥ ଯୁଦ୍ଧ ଆରମ୍ଭ ହେଲା। ଆମେ ଜାଣିବା ବାଣିଜ୍ୟବାଦ ଓ ବ୍ୟବସାୟିକ ସଂଘର୍ଷ। ଆମର ବେପାର ବାଣିଜ୍ୟ କେମିତି ଚାଲିଥିଲା ସେ ବିଷୟରେ ଆମେ ଏବେ ଜାଣିବା ନା କଣ ନା ପ୍ରାଚୀନ ଯୁଗରୁ ଭାରତ ସହିତ ୟୁରୋପୀୟର ବାଣିଜ୍ୟ କାରବାର ଚାଲିଥିଲା। ସ୍ଥଳ ଭାଗରେ ବି ଆଉ ଜଳ ଭାଗରେ ବି ଉଭୟ ସ୍ଥଳରେ ବି କଣ ହେଇଥିଲା ଉଭୟ ଜାଗାରେ ସ୍ଥଳ ଭାଗରେ ବି ଆଉ ଜଳ ଭାଗରେ ବି କଣ ଚାଲିଥିଲା ନା ବେପାର ବାଣିଜ୍ୟ ଚାଲିଥିଲା ବାଣିଜ୍ୟ। ଆମର ଆରବୀୟ ଚାଲି ଆସିଥିଲା। ଯେତେବେଳେ ଆରବୀୟ ଆସିଥିଲା ଏଇ ଯେ ଆମର ଭାରତ ଆଉ ୟୁରୋପ ମଧ୍ୟରେ କଣ ହେଇଥିଲା ବାଧାପ୍ରାପ୍ତ ହେଇଥିଲା। କଣ ହେଲା ବାଧାପ୍ରାପ୍ତ ହେଲା। ଦି ଜଣ ଅଲଗା ତାଙ୍କର ବେପାର କରୁଛନ୍ତି ସେଇ ଭିତରେ ଥାର୍ଡ ପର୍ସନ ଜଣେ ପଶିକି ନିହାତି ତାଙ୍କ ଭିତରେ ଗଣ୍ଡଗୋଳ ଟିକେ ହବ କି ନାଇଁ ଭୁଲ ବୁଝାମଣା ଯେମିତିକା ହୁଏ ଠିକ ସେମିତି କଣ ହେଇଥିଲା ଏ ଦି ଜଣଙ୍କ ଭିତରେ ବାଧାପ୍ରାପ୍ତ ହେଇଥିଲା। ଏଇଟାର ମୌକା ନେଇ ସେ ଯୋଉ ଆରବୀୟ ଥିଲା ସେ କଣ କଲା ସେ ଚେଷ୍ଟା କଲା ନା ଭାରତ ସହିତ କେମିତିକା ବେପାର ବାଣିଜ୍ୟ କରିବ ସେଥିପାଇଁ ସେ ଚେଷ୍ଟା କରୁଥିଲେ। ଏଇ ଯୋଉ ନା ଭାରତର ଯୋଉ ଜିନିଷ ଗୁଡିକ ଏଇ ଯୋଉ ଭାରତର ଯୋଉ କଣ କଲେ ଭାରତର ଜିନିଷକୁ କମ ଦାମରେ କିଣି ନେଉଥିଲେ ଆଉ କଣ କରୁଥିଲେ ନା ରୋମ ର ରୋମର ବଣିକ ମାନଙ୍କୁ ଅଧିକ ଦାମରେ
ଅଧିକ ଦାମରେ ବିକୁଥିଲେ, ବିକ୍ରି କରିଦେଉଥିଲେ ଅଧିକ ଦାମରେ। ସେମାନେ କ'ଣ କରୁଥିଲେ? ଟି ନକଲକୁ କ'ଣ କରୁଥିଲେ ନା ଅଧିକାର କରିନେଇଥିଲେ। କୋଉମାନେ ଅଧିକାର କଲେ? ଏ ଯୋଉ ଆରବୀୟ ମାନେ ଥିଲେ କନଷ୍ଟାଣ୍ଟିନୋପୋଲିକୁ ଅଧିକାର କଲା ପରେ ମଧ୍ୟରେ ବେପାର ବାଣିଜ୍ୟରେ ବାଧାପ୍ରାପ୍ତ ହେଇଥିଲା। ବୁଝିଲ? ବାଧାପ୍ରାପ୍ତ ହେଇଥିଲା। ଏଇ ସମୟରେ କ'ଣ ହେଲା ନା ଆମର ଭାରତକୁ କିଏ ଆସିଥିଲା ନା ପର୍ତ୍ତୁଗୀଜ। ଏଇ ଟାଇମରେ କିଏ ଆସିଥିଲା ନା ପର୍ତ୍ତୁଗୀଜ। ପର୍ତ୍ତୁଗୀଜ ସେ ଚାଲି ଆସିଥିଲା। ପର୍ତ୍ତୁଗୀଜ ମାନେ ଆସିଥିଲେ। ପର୍ତ୍ତୁଗୀଜ ମାନେ ଯେତେବେଳେ ଭାରତକୁ ଆସିଲେ, ଏ ଯୋଉ ୟୁରୋପ ମାନେ ଯେ ଥିଲେ, ୟୁରୋପ ମାନଙ୍କର ଉଦ୍ଦେଶ୍ୟ କ'ଣ ହେଇଥିଲା? ତାଙ୍କର ସଫଳ ହେଇଥିଲା। ଉଦ୍ଦେଶ୍ୟ ସଫଳ ହୋଇଥିଲା। ସଫଳ ହେଇଥିଲା। ଏବେ ଜାଣିବା ଆମେ ପର୍ତ୍ତୁଗୀଜ। ଏବେ ଆମେ କାହା ବିଷୟରେ ଜାଣିବା? ପର୍ତ୍ତୁଗୀଜ। ଯୋଉ ଆମର ପର୍ତ୍ତୁଗୀଜ ଥିଲେ 198 ଖ୍ରୀଷ୍ଟାବ୍ଦରେ, 198 ଖ୍ରୀଷ୍ଟାବ୍ଦରେ ଯୋଉ ଥିଲେ ଭାସ୍କୋ ଡା ଗାମା, ଭାସ୍କୋ ଡା ଗାମା ସେ କ'ଣ କରୁଥିଲେ ନା ସେ ଆମର ଯୋଉ ଭାସ୍କୋ ଡା ଗାମା ଥିଲେ, ଭାସ୍କୋ ଡା ଗାମା ଥିଲେ, ସେ କାଲିକଟରେ ପହଞ୍ଚିଥିଲେ। ଏବେ ନା 1498 ଖ୍ରୀଷ୍ଟାବ୍ଦରେ ସେ କାଲିକଟରେ ପହଞ୍ଚିଥିଲେ। ସେ କାଲିକଟରେ କିଏ ଥିଲେ ନା ଜାମୋରିନ। କିଏ ଥିଲେ ନା ଜାମୋରିନ। ସେ ସେଠିକାର ଜଣେ ହିନ୍ଦୁ ରାଜା ଥିଲେ। ହିନ୍ଦୁ ରାଜା ଥିଲେ। କୋଉଠି? କାଲିକଟରେ। କାଲିକଟରେ ହିନ୍ଦୁ ରାଜା ରୂପେ ଶାସନ କରି ଆସିଥିଲେ। ଏ ଯୋଉ ଭାସ୍କୋ ଡା ଗାମା ଥିଲେ, କାଲିକଟରେ ପହଞ୍ଚି ଜାମୋରିନକୁ କାଲିକଟରେ ପହଞ୍ଚି ଜାମୋରିନକୁ ପହଞ୍ଚିଗଲେ। କିଏ ପହଞ୍ଚିଗଲେ ନା ଭାସ୍କୋ ଡା ଗାମା। ଜାମୋରିନଙ୍କ ଦରବାରରେ ପହଞ୍ଚିଗଲେ। ପହଞ୍ଚିଗଲା ପରେ ସେ କ'ଣ କହିଲେ ନା ହଉଛି ନା ପର୍ତ୍ତୁଗୀଜ ମାନଙ୍କୁ ବାଣିଜ୍ୟ କରିବା ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଥିଲେ। କିଏ? ଆମର ଭାସ୍କୋ ଡା ଗାମା। କାଲିକଟରେ ପହଞ୍ଚିକି ସେଠାରେ ଯୋଉ ରାଜା ଥିଲେ ଜାମୋରିନକୁ ସେ ରିକ୍ୱେଷ୍ଟ କଲେ କି ରାଜା ଆମକୁ ପରମିଶନ ଦିଅନ୍ତୁ, ଆମେ ଏଠି କ'ଣ କରିବା ନା ବେପାର ବାଣିଜ୍ୟ କରିବା। ବୁଝିହଉଛି? ତାପରେ ଯୋଉ ଥିଲେ ଆମର ପର୍ତ୍ତୁଗୀଜ ମାନେ ସେଠିକାରେ ଅନୁମତି ପାଇଥିଲେ। ପର୍ତ୍ତୁଗୀଜ ମାନେ ଅନୁମତି ପାଇଥିଲେ। କ'ଣ ପାଇଁ ନା ବେପାର ବାଣିଜ୍ୟ କରିବା ପାଇଁ ତାଙ୍କୁ ପରମିଶନ ମିଳିଥିଲା। ରାଜା ତାଙ୍କ ଅନୁରୋଧକୁ ରକ୍ଷା କରି ପର୍ତ୍ତୁଗୀଜ ମାନଙ୍କୁ ବାଣିଜ୍ୟ କରିବା ପାଇଁ ଅନୁମତି ଦେଇଥିଲେ। ତାପରେ ସେମାନେ ରହିଲେ ସେଠି, କୋଉଠି ଭାରତରେ ରହିକି ତାଙ୍କର ବାଣିଜ୍ୟ ଆରମ୍ଭ କରିଥିଲେ। ଯେମିତି ଗୋଆ, ଡାମନ ଡିଉ, ଏଗୁଡ଼ା ସବୁ ବମ୍ବେ, ଏ ଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟ କୋଠି ନିର୍ମାଣ କଲେ। କୋଉମାନେ? ଏ ଯୋଉ ପର୍ତ୍ତୁଗୀଜ ମାନେ ଆସିଥିଲେ, ଏ ଯୋଉ ପର୍ତ୍ତୁଗୀଜ ମାନେ ଭାରତରେ ଆସି ବାଣିଜ୍ୟ କରିଥିଲେ। କୋଉଠି କୋଉଠି ନା ସେମାନେ ଗୋଆ, ଡାମନ ଡିଉ, ବମ୍ବେ, କୋଉଠି ନା ଆମର ହୁଗୁଳି, ଯୋଉଟାକି ଆମର ବେଙ୍ଗଲରେ। କ'ଣ କରିଥିଲେ? ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟ କୋଠି ନିର୍ମାଣ କରି ଭାରତରେ କ'ଣ କରିଥିଲେ? ଉପନିବେଶ ସ୍ଥାପନ କରିଥିଲେ। ସେମାନେ କହିବା ପାଇଁ ଗଲେ, ସେମାନେ ପ୍ରଥମେ ଆସିଥିଲେ ପର୍ତ୍ତୁଗୀଜ ମାନେ। ସେ ସେଠିକାର ଯୋଉ କାଲିକଟରେ ଯୋଉ ରାଜା ଥିଲେ ଜାମୋରିନକୁ ରିକ୍ୱେଷ୍ଟ କଲେ କି ରାଜାଙ୍କୁ ପରମିଶନ ଦିଅ, ଆମେ ଏଠି ରହିକି ବାଣିଜ୍ୟ କରିବୁ। ତ ସେମାନେ କ'ଣ କରିଥିଲେ ନା ପ୍ରଥମେ ଗୋଆ, ବମ୍ବେ, ଡାମନ ଡିଉ, ତାପରେ
ତାପରେ ହୁଗୁଳି ଏଇ ସ୍ଥାନ ମାନଙ୍କରେ ସେମାନେ କ'ଣ କଲେ, ପ୍ରଥମେ ତାଙ୍କର ବାଣିଜ୍ୟଟାକୁ ଆରମ୍ଭ କଲେ। ସେମାନେ କ'ଣ କରୁଥିଲେ, ପର୍ତ୍ତୁଗୀଜ ମାନେ ଯେତିକି ସବୁ ବାଣିଜ୍ୟ କରିବା ପାଇଁ ଆସୁଥିଲେ, ଯେମିତିକି ଜଳଭାଗ ସ୍ଥଳ ଭାଗରେ ପ୍ରାୟତଃ ବାଣିଜ୍ୟ ହଉଥିଲା, ସେମାନେ କ'ଣ କରୁଥିଲେ ନା ଜଳଦସ୍ୟୁ, କ'ଣ ନା ଜଳଦସ୍ୟୁ କହିଲେ କ'ଣ, ସେ ଯୋଉ ଦେଖିବ ପାଣିରେ ଯେମାନେ ଲୁଚିକି ପାଣିରେ ବାଣିଜ୍ୟ ଗୋଟେ ଆସୁଥିବ, ଏଇଟା ଗୋଟେ ସମୁଦ୍ର କ'ଣ ହୁଏ ନା, ଆମର ସବୁ କ'ଣ ଆସେ, ଏସବୁ ଆମର ଜାହାଜ ଗୁଡ଼ା ଆସେ କି ନାହିଁ, ବଡ଼ ବଡ଼ ସବୁ ଜାହାଜ ଗୁଡ଼ା ଆସେ, ଏଇସବୁ ମାଲ ଆସେ, ସବୁ ଜିନିଷ ଏମିତିକା। ତ କ'ଣ କରୁଥିଲେ, ସେ ଯୋଉ ପର୍ତ୍ତୁଗୀଜ ମାନେ ସେମାନେ ପାଣିରେ ଚାଲିଯାଉଥିଲେ, ପାଣିରେ ବୁଡ଼ି ଯାଇ ଏମାନଙ୍କ ସାଙ୍ଗରେ ଆଟାକ୍ କରି ତାଙ୍କର ହଉଛି ଯୋଉ ଥିଲା ମାଲ ଗୁଡାକ ସବୁ ଚୋରି କରି ଆଣୁଥିଲେ, କେଉଁମାନେ ନା ପର୍ତ୍ତୁଗୀଜ। ଏମାନେ ଏମିତିକା କରି ଲାଷ୍ଟରେ କ'ଣ ହେଲା, ନିଜର ବ୍ୟବସାୟଟାକୁ ଆଗକୁ ବଢେଇଲେ। କୋଉମାନେ, ଏଇ ଯୋଉ ପର୍ତ୍ତୁଗୀଜ ମାନେ ଥିଲେ, ପର୍ତ୍ତୁଗୀଜ ମାନେ ଏମିତିକା କରି ତାଙ୍କର ବେପାର ବାଣିଜ୍ୟଟାକୁ ପ୍ରସାର କରିଚାଲିଥିଲେ। କିନ୍ତୁ ଯୋଉ ମୋଗଲ ଯୋଉ ଶାସକ ମାନେ ଥିଲେ ଏଗୁଡା ସବୁ ଆଦୌ ପସନ୍ଦ କଲେନି। କ'ଣ ପାଇଁ ନା ଏମାନେ ଏମିତିକା ଚୋର କାମ କରି କେମିତି ସବୁ କ'ଣ କରୁଥିଲେ, ତାଙ୍କର ବେପାର ବଢେଇ ଚାଲିଥିଲେ। ଏଇଟା ମୋଗଲ ଯୋଉ ସମ୍ରାଟ ମାନେ ଥିଲେ, ତାଙ୍କୁ ଏଗୁଡା ଆଦୌ ପସନ୍ଦ ହେଲେନି। ଏମିତିକା ହେଲା। ତାକୁ ଯୋଉ ଥିଲେ ଯୋଉ ଆମର ଗୋଆ, ଡାମନ ଡିଉ, ସେମାନଙ୍କ ଯୋଉ ଅଧିକାର ଥିଲା, ଆସ୍ତେ ଆସ୍ତେ କ'ଣ ହେଲା, ତାଙ୍କ ଅଧିକାର ଗୁଡାକ ହେଲା ନା, ଆମର ଯୋଉ ଥିଲେ ଇଂରେଜ ଆଉ ଡଚ୍ ବା ଓଲନ୍ଦାଜ ମାନଙ୍କ ସହିତ ପ୍ରତିଦ୍ୱନ୍ଦିତା ଚାଲିଲା। ତାଙ୍କ ସାଙ୍ଗରେ କ'ଣ ହେଲା, ବାଣିଜ୍ୟ ପ୍ରତିଦ୍ୱନ୍ଦିତା ହୋଇଗଲା, ଯୋଉଟାକୁ କମ୍ପିଟିସନ ହେଲା ହୋଇ ସେମାନଙ୍କର ବାଣିଜ୍ୟ ପଠି ହରାଇଲେ। କେଉଁମାନେ, ଏମାନେ ସବୁ ତାଙ୍କର ବାଣିଜ୍ୟ ପଠି ସବୁ ହରାଇ ଦେଲେ, ବାଣିଜ୍ୟ ପଠି ହରାଇଲେ। ଯେତେବେଳେ ଏମାନେ ହରାଇଲେ ନା, ଆମର ସ୍ୱାଧୀନ ଭାରତ ସରକାର, ଯେତେବେଳେ ଆମର ସ୍ୱାଧୀନ ଭାରତ ସରକାର ଏହି ଅଞ୍ଚଳ ଗୁଡ଼ିକ ଅଧିକାର କରିବାର, ଯେତେବେଳେ ଆମର ସ୍ୱାଧୀନ ଭାରତ ସରକାର ଏହି ଅଞ୍ଚଳ ଗୁଡ଼ିକ ଡଚ୍ ଥିଲା, ଡାମନ ଥିଲା, ଗୋଆ ଥିଲା, ଯେତେବେଳେ ଏଗୁଡାକୁ ଅଧିକାର କରିଲା, କିଏ, ଆମର ସ୍ୱାଧୀନ ଭାରତ ଆମ ସରକାର ଯେତେବେଳେ ଅଧିକାର କଲା, ସେ ଯୋଉ ପର୍ତ୍ତୁଗୀଜ ଥିଲା, ପର୍ତ୍ତୁଗୀଜ ସେତେବେଳେ କ'ଣ ହେଲା, ସେ ଯୋଉ ବେପାର ବାଣିଜ୍ୟ କରୁଥିଲା, ସେଟା ଆସ୍ତେ ଆସ୍ତେ ଭାରତରୁ ଲୋପ ପାଇଗଲା।